ଏଠି ମାର୍କେଟ ଯିବା ପାଇଁ କେତେ କ'ଣ ରେଡ଼ି ହେଇକି ଛିଡ଼ା ଦେଖିଲା ମ୍ୟାଡ଼ାମଙ୍କର ଦେଖା ନାହିଁ। ମୁଁ ଏଠି ଛିଡ଼େଇ ପୁରା ବୋର୍ ହେଇଗଲିଣି। ମ୍ୟାଡ଼ାମ ଫାଇନାଲି ଆସିଗଲା ପରେ କି ମୁହଁ ସେ। ତାପରେ ମାର୍କେଟ ଯାଇକି ମାଆଙ୍କର ଆଳତି ହେଉଥିଲା ଦେଖିନେଲୁ। ଦେଖି ସାରିଲା ପରେ ମୁଁ ଏଠି ATMରେ ଟିକେ ପଇସା ଉଠେଇ ନେଲୁ। ପଇସା ଉଠେଇ ନେଇ ସିଧା ଚାଲିଲୁ ଆମେ ଷ୍ଟେସନାରୀ ମାର୍କେଟ। ଏଠି ମୁଁ ହେୟାର ବ୍ୟାଣ୍ଡ ପାଇକି ବହୁତ ଖୁସି ହେଇଗଲି କାହିଁକି ନା ଏଇଟା ଟ୍ରେଣ୍ଡିଂ ଚାଲିଥିଲା। ତାପରେ ଏଠି ଆମେ ରୋଡ଼ କ୍ରସ୍ କଲାବେଳେ ବହୁତ ଭିଡ଼ ଥିଲା। ଭିଡ଼ ହେଇଥିଲା ପରେ ଆମେ ସିଧା ଆସିଲୁ ଜୋତା ଦୋକାନରେ ଆମେ ଜୋତା କିଣିନେଲୁ। ଜୋତା କିଣି ସାରିଲା ପରେ ଆମେ ଗଲୁ ଡ୍ରେସ୍ କିଣିବା ପାଇଁ। ଡ୍ରେସ୍ କିନ୍ତୁ ଭଲ ନଥିଲା, ତଥାପି ମୁଁ ଦୁଇଟା କୁର୍ତ୍ତି ନେଇକି ପଳେଇ ଆସିଲୁ ଆଉ। ତାପରେ ମିଠା ଦୋକାନ ଯାଇକି ମିଠା ନେଇ ଆସିଲୁ। ମିଠା ଆଣି ସାରିଲା ପରେ ଏ ମ୍ୟାଡ଼ାମ୍ କହିଲେ ଆମେ ଘରେ ମିଠା ବନେଇବା। ଆପଣ ଠିକ୍ ଅଛି ବନେଇବା, କ'ଣ ଅଛି। ତାପରେ ଆମେ ଏଠି ଘରେ ମିଠା ବନେଇନେଲୁ। ବନେଇ ଦେଇ ସାରିଲା ପରେ ମୁଁ ଏଠି ମିଠାଟା ଖାଇକି କହୁଛି କେମିତି ଲାଗୁଛି। ମିଠାଟା ଟେଷ୍ଟ ଥିଲା, ବାକି ଏତେ ବି ଟେଷ୍ଟ ନଥିଲା। ତାପରେ ଆମେ ଟିକେ ଖାଇନେଲୁ। ଖାଇସାରିଲା ପରେ ଆମ ପୁଷି ସହିତ ଆମେ ଟିକେ ଲାଗିଲୁ। ପୁଷି ସହିତ ଲାଗି ସାରିଲା ପରେ ରହିଲି। ଜୟ ଜଗନ୍ନାଥ।